ଅଜାମିଳ ପ୍ରଚୁର ପାପ କରୁଥିଲା କିନ୍ତୁ ସୁକୃତି ଥିଲା ତାର। ସେ ସବା ସାନ ପୁଅର ନାମ ରଖିଥିଲା ନାରାୟଣ। ସେ ବ୍ରାହ୍ମଣ କୂଳରେ ଜନ୍ମ ହେଇଥିଲା। ସେ 88 ବର୍ଷ ବୟସରେ ମରୁଛି। ସବା ସାନ ପୁଅକୁ ସେତେବେଳେ ବୟସ 5 ବର୍ଷ। ଦେଖନ୍ତୁ 83 ବର୍ଷର ବୃଦ୍ଧ ପୁତ୍ର ଉତ୍ପାଦନ କରିଛି। ତା ମାନେ କେତେ ସ୍ତ୍ରୈଣ ଥିଲା ସେ। କିନ୍ତୁ ସୁକୃତି କଣ ଥିଲା ନା ତାର ପିତା ବ୍ରାହ୍ମଣ ପଣ୍ଡିତ ଥିଲେ, ବୈଦିକ ପଣ୍ଡିତ ଥିଲେ। ତାଙ୍କର ପୁତ୍ର ରୂପେ ଜନ୍ମ ହୋଇଥିଲା। ସେ ବେଦ ଅଧ୍ୟୟନ କରୁଥିଲା ପିଲାଦିନେ। ବୈଦିକ ପଣ୍ଡିତ ସାଧୁ ମାନଙ୍କର ସଙ୍ଗ କରିଛି ସେ। ଏଇ ସାଧୁ ସଙ୍ଗର ଫଳଟା ତାକୁ ମିଳିଛି, ଯାହା ଫଳରେ ସେଇ ସ୍ୱୀକୃତି ଅର୍ଜନ କରିଥିଲା। ସେଇ ଫଳରେ ସବା ସାନ ପୁଅର ନାମ ନାରାୟଣ ରଖିଥିଲା। ନାମକରଣ ଏକ ସଂସ୍କାର। 10 ବିଧ ବୈଦିକ ସଂସ୍କାର ଅଛି ଆମର। ଗର୍ଭାଧାନ ଠାରୁ ଆରମ୍ଭ କରି ଉପନୟନ ପର୍ଯ୍ୟନ୍ତ 10 ବିଧ ବୈଦିକ ସଂସ୍କାର ଅଛି ଆମର। ଏଇଗୁଡାକ ଆଜିକାଲି କଳି ଯୁଗରେ ହଉନି, କିନ୍ତୁ ଆମେ ଆମର ସଂଘରେ ଏଗୁଡାକ ପ୍ରବର୍ତ୍ତନ କରିଛୁ। ଏଇ ସଂସ୍କାର ହେଲେ ଜନ୍ମନା ଜାୟତେ ଶୂଦ୍ର ସଂସ୍କାର ଦ୍ୱିଜ ଉଚ୍ୟତେ। ଶୂଦ୍ର ହେଇକିରି ଜନ୍ମ ହେଇଥାଏ, କିନ୍ତୁ ଗୁରୁ ଗୃହକୁ ଯାଇକରି ସଂସ୍କାର କରାଗଲେ ଦ୍ୱିତୀୟ ଜନ୍ମ ମିଳେ, ଦ୍ୱିଜ হয়। ଏସବୁ କଥା ଗୁଡାକ ଅଛି। ଏ ବେଦ ବିଧାନ ଏଗୁଡାକ। ଆଜିକାଲି ଆମେ ଏ ଯୋଉ ପାଶ୍ଚାତ୍ୟ ଜଗତର ଆସୁଛନ୍ତି ଭକ୍ତ, ଏମାନେ ମିଳେଚ୍ଛ ଯବନ ଥିଲେ ଶୂଦ୍ର ଠାରୁ ହୀନ, କିନ୍ତୁ ତାଙ୍କର ସଂସ୍କାର କରାଯାଇକିରି ତାଙ୍କୁ ଦ୍ୱିଜ କରାଯାଇଛି। ସେମାନେ ଆଜି ବେଦବିଧି କଡ଼ାକଡ଼ି ପାଳନ କରୁଛନ୍ତି, ଭଜନ ପରାୟଣ ହେଇଛନ୍ତି। ଆପଣମାନେ ଦେଖିବେ, ଆପଣଙ୍କ ସମକ୍ଷରେ ଉପସ୍ଥିତ ଅଛନ୍ତି। ଆମେ କିନ୍ତୁ ଭଜନ କରୁନେ, ଛାଡ଼ି ଦେଇଛେ। ତେବେ ସେଇ ସ୍ୱୀକୃତି ଯୋଉ ସେ ନାରାୟଣ ନାମ ରଖିଥିଲା। ନାମକରଣ ଗୋଟାଏ ସଂସ୍କାର। ନାମକରଣ ସଂସ୍କାର হয়। ଭାଗବତରେ ବର୍ଣ୍ଣନା ଅଛି। କୃଷ୍ଣଙ୍କର ନାମକରଣ ସଂସ୍କାର କରିବା ପାଇଁ ଗର୍ଗମୁନି ଆସିଥିଲେ। ବ୍ରଜଭୂମିକୁ ବସୁଦେବ ପଠେଇଥିଲେ, କୃଷ୍ଣ ନାମ ଦେଇଥିଲେ। ଏସବୁ କଥା ଗୁଡାକ ଅଛି ଆମର ଏ ବୈଦିକ ସଂସ୍କାର କଥା। ଆଜିକାଲି ହଉନାହିଁ। ତେଣୁ ନାମ ଦଉଛନ୍ତି ପିଲାଙ୍କର କଣ ନା କୁନି ମୁନି, ଟୁନି, ଟୁଲୁ, କୁଲୁ, ବୁଲୁ, ଏସବୁ ନାମ ଦଉଛନ୍ତି। ତେବେ ପୁତ୍ର ପ୍ରତି ସ୍ନେହ ଅଛି। ସେଇ ସ୍ନେହରେ ଯଦି ମରିବା ବେଳେ ଟୁଲୁ କହିବା ବା ବୁଲୁ କହିବା, ତାହେଲେ ଆଉ ଭଗବାନଙ୍କ ନାମ ଆସିବ ନା, ନରକ ଯିବା। ତେବେ ସେଥିପାଇଁ ନାମକରଣ ହେଲେ ନାମଟା ଭଗବାନଙ୍କ ନାମ ଅନୁସାରେ ଦିଆଯାଏ, ବା ଭକ୍ତ ବା ବୈଷ୍ଣବ ନାମ ଅନୁସାରେ ଦିଆଯାଏ। ଏଇ କଥା ଗୁଡାକ ଅଛି ଆମର। ତେବେ ସେ ସାନ ପୁଅଟାକୁ ଭଲ ପାଉଥିଲା, ଗୋଡ଼ ପଛା ପୁଅ। ସେଥିପାଇଁ ଭୀତତ୍ରସ୍ତ ହେଇକିରି ବିକଟାଳ ଯମଦୂତଙ୍କୁ ଡେକିକିରି ତା ସାନ ପୁଅଟା ପାଖରେ ଖେଳୁଥିଲା। ଡାକିଲା, ନାରାୟଣ କୁଆଡେ ଗଲୁ, ମୋ ପାଖକୁ ଆ। ପୁଅକୁ ସଂକେତ କରିକିରି ଭଗବାନଙ୍କ ନାମ ଉଚ୍ଚାରଣ କରିଛି। ନାମର ଏପରି ମହିମା। ସାଙ୍ଗେ ସାଙ୍ଗେ ତାର ସମସ୍ତ ପାପ କ୍ଷୟ ହେଇଗଲା। ବିଷ୍ଣୁ ଦୂତ 4 ଜଣ ଉପସ୍ଥିତ ହେଲେ, ଯମ ଦୂତ ମାନଙ୍କ କବଳରୁ ରକ୍ଷା କଲେ। ସେ ଆଉ ମଲା ନା, ତାର ଆୟୁଷ ବୃଦ୍ଧି ହେଇଗଲା। ସେ ଯମପୁରକୁ ଗଲା ନା। ସେ ଯମଦୂତ ବିଷ୍ଣୁଙ୍କ ଭିତରେ ଯୋଉ କଥୋପକଥନ ହେଇଛି, ତା ଫଳରେ ତାର ଚେତନା ଜାଗ୍ରତ ହେଇଛି, ସାଧୁସଙ୍ଗ ହେଇଛି। ସେ ତାପରେ ନିଜକୁ ଧିକ୍କାର କଲା। ଆହା, ମୁଁ ବହୁ ପାପ କରିଛି। ଏ ମହାତ୍ମା 4 ଜଣ କିଏ? ମୋର କୌଣସି ସୌଭାଗ୍ୟ ଥିଲା, ଏମାନେ ମତେ ରକ୍ଷା କଲେ। ମୁଁ ଆଉ ପାପ କରିବି ନା, ଦୃଢ ପ୍ରତିଜ୍ଞ ହେଇଛି, ଛାଡ଼ି ଦେଇଛି। ଆଉ ସେ ଯାଇଛି ହରଦ୍ୱାରକୁ। ସାଧୁ ମାନେ ଯୋଉଠି ଅଛନ୍ତି ଭଜନ କରୁଛନ୍ତି, ସାଧୁ ମେଳରେ ରହିଛି। ତାପରେ ଯାଇକିରି ତାପରେ ବୈକୁଣ୍ଠରୁ ବିମାନ ଆସିଛି, ସେ ବୈକୁଣ୍ଠ ଯାଇଛି। ସାଲୋକ୍ୟ ମୁକ୍ତି ପାଇଗଲା। ନାମାଭାସେ ଅଜାମିଳ ବୈକୁଣ୍ଠ ଗେଲରେ। ଏଇ କଥା ଅଛି ଆମର। ନାମର ଏଇ କଥା ଅଛି ମହିମା। କଳି ଯୁଗରେ ସମସ୍ତେ ପାପ କରୁଛନ୍ତି। ଜ୍ଞାତ ସାରରେ ଅଜ୍ଞାତ ସାରରେ ସମସ୍ତେ ପାପ କରୁଛନ୍ତି। ମୁଁ ଯାହା କହିଲି, ଯାହା ତୁମେ ନିଜର ଇନ୍ଦ୍ର ପ୍ରୀତି ପାଇଁ କରିବ, ନିଜର ସୁଖ ସୁବିଧା ପାଇଁ କରିବ, କିନ୍ତୁ କୃଷ୍ଣ ବା ଭଗବାନ ବିଷ୍ଣୁଙ୍କର ପ୍ରୀତି ଉଦ୍ଦେଶ୍ୟରେ କରିବ ନା, ତାହିଁ ପାପ।
ये पापर सूक्ष्म विचार गीतारे भगवान कृष्ण कहते ज पचंती आत्म कारणा भुंजती अघम ये नियम अनुसार तो समस्ते पाप कर निजे रांधुची निजे खाइबा पई रांधुची निजे रांधि निजे खाउची से पाप भोजन करुची भगवान को पई रांधुनी भगवान को खाइबा को दौनी भगवान को अर्पण करुनी भगवत प्रसाद बा महाप्रसाद सेवन न करुची से पाप करुची ये नियम अनुसार समस्ते पाप कर जमदूत मैंने कहले आम समस्त को नौचे ये जगत रे कहीं समस्ते पाप कर ये प्रथम थर जे कि आम बाधा पाइलु नाम महिमा से बहु भूरी भूरी प्रमाण दि जाए आलोचना करा विशेष करी कलि जुगरे नाम रूपे कृष्ण अवतार कलि जुगे नाम रूपे कृष्ण